ଅଫିସ୍ ଆସିଲେ କ'ଣ ଘଟିଲା ଏବଂ କେଉଁଥିପାଇଁ ଆପଣ ଆସିଥିଲେ? ଆମେ ଆସିଥିଲୁ ଜଗତସିଂହପୁରର CDMO ଅଫିସ୍, ଯେଉଁଟାକି ହେଲ୍ଥ ମିଶନ ଡାଇରେକ୍ଟରର ଟେଣ୍ଡର ଫିକ୍ସିଂ କଥା। ଆଉ ସେଇଠି ଟେଣ୍ଡର ପକାଇଥିଲେ 6 ଜଣ, L1ର 5 ଜଣ, L2ର ଜଣେ। ତେଣୁ ସେଇ ଟେଣ୍ଡର ଯେଉଁଟା ପକାଇଥିଲେ ସବୁ କିଏ ଟେଣ୍ଡରଧାରୀ ମାନେ, ତା ଦେହରେ CDMO ଜଗତସିଂହପୁର ଶତ୍ରୁଘ୍ନ ଦାସ ଆଉ DPM ମ୍ୟାଡ଼ାମ୍ ସୋନାଲି ପ୍ରିୟଦର୍ଶିନୀ ମ୍ୟାଡ଼ାମ୍, ଇଏ 2 ଜଣ ମଧ୍ୟ ପ୍ରତିଶ୍ରୁତି ଦେଲେ ତାଙ୍କର ଯେଉଁଟା ନିୟମ ଅଛି, ସରକାରୀ ନିୟମ ରହିଛି L1କୁ କାମ ଦେବା କଥା। କିନ୍ତୁ ଏଠି ଡାଟା ମ୍ୟାନେଜର କିଛି ପ୍ରରୋଚନାରେ ପଡ଼ି L2କୁ କାମ ଦେବା ପାଇଁ ସମ୍ପୂର୍ଣ୍ଣ ବାଟ ତିଆରି ହୋଇସାରିଥିଲା। କିନ୍ତୁ ଆମେ ବର୍ତ୍ତମାନ ଯେତେବେଳେ CDMO ପାଖରେ ପହଞ୍ଚିଲୁ, DPM ମ୍ୟାଡ଼ାମ୍ ପାଖରେ ପହଞ୍ଚିଲୁ, ସେ ସ୍ପଷ୍ଟବାଦୀ ଭାବେ କହିଲେ ଯେ ନିଶ୍ଚିନ୍ତ ରୂପେ ଆମେ L1 ଯେଉଁ କାଟାଗୋରୀରେ ରହିଛନ୍ତି ତାଙ୍କୁ ଆଗ ପ୍ରାୟୋରିଟି ଦେବୁ ଆଉ ତାଙ୍କୁ ଆଗ କାମ ଦେବୁ। ଆମେ ତାଙ୍କୁ ଦେଇସାରିଲା ପରେ ଆମେ ଜଗତସିଂହପୁରର ଯିଏ ADM ଅଛନ୍ତି ସବ୍ କଲେକ୍ଟର, ତାଙ୍କ ନାଁ ହେଉଛି ସମ୍ବିତ ସାର୍ ADM, ତ ତାଙ୍କୁ ମଧ୍ୟ ଭେଟିଲୁ। ସିଏ ମଧ୍ୟ ନିଶ୍ଚିନ୍ତ ରୂପେ ଅର୍ଡ଼ରଟା ପଢ଼ି ସାରିଲା ପରେ ତ ସେ ଜଣେଇଲେ ଯେ ମୁଁ ହେଲ୍ଥର CDMକୁ ମୁଁ ଜଣେଇବି, ଆଉ ଏଇ L1 ଧାରୀ ଯେଉଁମାନେ ଟେଣ୍ଡରଧାରୀ ଅଛନ୍ତି ତାଙ୍କୁ କିପରି କାମ ମିଳିବ ସେ ବିଷୟରେ ମଧ୍ୟ ଆଲୋଚନା କରି ତାଙ୍କୁ ଟେଣ୍ଡର ଦିଆଯିବ ବୋଲି ଆମକୁ ଏହାର ପ୍ରତିଶ୍ରୁତି ଦେଲେ। ଯେ ଆଜ୍ଞା, ଆମେ ଜଗତସିଂହପୁର ଜିଲ୍ଲାରେ NHMI କୁ ଆସିଥିଲୁ, ସ୍ୱାସ୍ଥ୍ୟ ମିଶନ ଅଫିସକୁ। ତ ସେଠି ଜଗତସିଂହପୁର ଜିଲ୍ଲା ପାଇଁ ଟେଣ୍ଡର ପାସ୍ କରାଯାଉଛି, ଯେଉଁ ଟେଣ୍ଡର କି ଯେଉଁଟା ଆମର ଯେଉଁ ଟେଣ୍ଡରରେ ହାଉସ୍ କିପିଂ ଟେଣ୍ଡରଟି ରହିଛି, ସେ ହାଉସ୍ କିପିଂ ଟେଣ୍ଡରରେ L1ର 5 ଜଣ ବ୍ୟକ୍ତି, ଯେ କି ଅଭିରାମ ଆଉ ସୁମିତ, ଭାରତ ଆଉ ସିପ୍ରାଡ ହେଲ୍ଥ ମ୍ୟାନ୍ ପାୱାର, ଏ 5 ଜଣ L1ରେ ସେ ଟେଣ୍ଡର ପକାଇଛନ୍ତି। କିନ୍ତୁ ଆଜ୍ଞା ସୁରେନ୍ଦ୍ର ବାରିକ ସେ L2ରେ, ସମସ୍ତଙ୍କ ଟେଣ୍ଡର ସମାନ। କିନ୍ତୁ ଯେ ସୁରେନ୍ଦ୍ର ବାରିକ ଯିଏ L2ରେ ପକାଇଛନ୍ତି, ସେ ଆଉ ଟେଣ୍ଡର ଫେରେ ଆଉ 8,000 ଟଙ୍କା ଏକ୍ସଟ୍ରା ଦେଇ ପକାଇଛନ୍ତି। କିନ୍ତୁ ଏହାର ନିୟମ କହୁଛି ଆଜ୍ଞା, ତ ଯଦି ବି ସମସ୍ତେ ଟେଣ୍ଡର ପକାଇଛନ୍ତି, ସେଠି ଅର୍ଡ଼ରରେ ଅଛି ଦ ବିଲ୍ଡର ୱିଥ୍ ଦ ଲୋୟର ପ୍ରାଇସ୍ ସାଲ୍ ବି ଆୱାର୍ଡ ଦ କଣ୍ଟ୍ରାକ୍ଟ। ନିଶ୍ଚିନ୍ତ ରୂପେ ଏହା ଅଫିସ୍ ମାନି କାମ କରିବା କଥା। ଆମେ ଏଠି ଜଗତସିଂହପୁର ଜିଲ୍ଲାର ଯିଏ ଅଛନ୍ତି CDMO ଶତ୍ରୁଘ୍ନ ଦାସ, ସେ ଜଣେ ବହୁତ ଭଲ ବ୍ୟବହାର, ଭଲ ଶାଳୀନତା, ଭଲ ମାନେ କ'ଣ ଡିସିସନ୍ ନେଲେ। ତ ନିଶ୍ଚିନ୍ତ ଯେଉଁମାନେ ଲୋୟର ପ୍ରାଇସ୍ରେ ଅଛନ୍ତି 5 ଜଣ ଟେଣ୍ଡରଧାରୀ, ତାଙ୍କୁ ଟେଣ୍ଡର ଦେବେ ବୋଲି ତ ବର୍ତ୍ତମାନ ପ୍ରତିଶ୍ରୁତି ଦେଲେ। ଯିଏ ଆମର CDMO ଶତ୍ରୁଘ୍ନ ଦାସ, ଯିଏ ଅଛନ୍ତି DPM ମ୍ୟାଡ଼ାମ୍ ସୋନାଲି ପ୍ରିୟଦର୍ଶିନୀ ମ୍ୟାଡ଼ାମ୍, ସିଏ ମଧ୍ୟ ଏହି କଥାକୁ ଏଗ୍ରି କଲେ। ତ ନିଶ୍ଚିନ୍ତ ଅଫିସର ନିୟମ ଅନୁସାରେ, ଅଫିସର ଡକୁମେଣ୍ଟ ଅନୁସାରେ, ଅଫିସର ଯାହା ସବୁ ନୀତି ନିୟମ ଅନୁସାରେ, ତ ସିଏ ଲୋୟର ପ୍ରାଇସ୍ରେ ଥିବା L1 5 ଜଣଙ୍କୁ
काम देबे टेंडर को प्रायोरिटी देबे आउ जदि से 5 जन टेंडर को बातिल करती काम करने पाई अनिच्छा प्रकाश करती ताले L2 को से काम देबे तेणु आम सीडीएम को शुणिलु आम पाखरे गोटे थिला डाटा मैनेजर रंजन परिडा से रंजन परिडा तांको पाखरे किसी विशेष सूत्र थिला जे कि टेंडरटा L2 को दबा पाए तेणु आम आज पूरा क्लीयर हो गलु जगतसिंहपुर डिस्ट्रिक्ट रे यही जो काम चलती हेल्थ मिशन ऑफिस रे तो यहाँ सब ठीक ठाक सुरखुर रे आउ टेंडर जो प्रक्रिया हवा कथा होची तेणु आम सीडीएमओ शत्रुघ्न दास को रेस्पेक्ट दौचु जे कि से आमर कथा मानिले आउ तांको ऑफिस नीति नियम को परिप्रकाश कले।